ସାଧାରଣ ମଣିଷ ହିସାବରେ ଆପଣଙ୍କ କ'ଣ ମତ ଦେବେ ତାପରେ? ତାପରେ ମୁଁ ମତ ଏଇଆ ଦେବାକୁ ଚାହୁଁଛି, ଯଦି 12 ବର୍ଷ ହେଲାଣି ସେଠି ମାଟି ଟୋକେଇ ପଡ଼ିପାରୁନାହିଁ, ସେତେବେଳେ ବି ସେ କର୍ମୀ ଥିଲେ। ୟା ପୂର୍ବରୁ ବି ଆମର 10 ବର୍ଷ ପର୍ଯ୍ୟନ୍ତ ଅନ୍ୟ ଯେଉଁ ପ୍ରତିନିଧି ଦଳ ବି ଥିଲେ ଏବଂ ଆମର ବିଧାୟକ ମହାରାଜ ବି ଥିଲେ, ସେ ସମୟରେ କାହିଁକି ହେଇପାରୁନଥିଲା ଏବଂ ସେତେବେଳେ ତମେମାନେ ସବୁ କେଉଁଠି ଥିଲ? ଏବେ କ'ଣ ନିଦ ଭାଙ୍ଗିଲା? ତା ପୂର୍ବରୁ କ'ଣ ବର୍ଷା ହେଉନଥିଲା? ତାପରେ କ'ଣ କାଦୁଅ ହେଉନଥିଲା? ନା ତାପରେ ପୂର୍ବରୁ ସ୍କୁଲକୁ ପିଲା ଯାଉନଥିଲେ? ସବୁକିଛି ହେଇପାରୁଥିଲା, କିନ୍ତୁ ବର୍ତ୍ତମାନ କାହିଁକି ଏତେ ସ୍ଲୋଗାନ ଚାଲୁଛି, ଏତେ ସୁବିଧା ହେଉଛି? ଆଚ୍ଛା, ଆରେ କ'ଣ ଆଶା ଦେଖୁଛନ୍ତି? କ'ଣ ପାଇଁ ଏମିତି କାଢିଥିଲେ ଆପଣ ଦେଖୁଛନ୍ତି? ମାନେ ଏ ଗୋଟେ ନିଜକୁ ନିଜେ ପପୁଲେସନ୍ କରିବା ପାଇଁ, ପବ୍ଲିକକୁ ଗୁମରା କରିବା ପାଇଁ ଯେ ଆମେମାନେ ଆପଣଙ୍କ ଗାଁ ପାଇଁ ଏମିତି କାମ କରିବାକୁ ଚାହୁଁଛୁ ବା କରିବାକୁ ଚେଷ୍ଟା କରୁଛୁ, এইটা ସରକାର ପାଇଁ ମାନେ ପ୍ରତିବାଦ କରିବା ଆଜ୍ଞା। ଆଚ୍ଛା, ମାନେ କାମ କରିପାରୁନି। ଆପଣ ଜଣେ ସାଧାରଣ ମଣିଷ ହିସାବରେ କ'ଣ ମତ ଦେଉଛନ୍ତି? ମୁଁ ସାଧାରଣ ମତ କେମିତି କାମ କଲେ ହିସାବରେ ମତ ଦେଉଛି, ସେତେବେଳେ ନିଜେ ନାହିଁରେ ତେଲ ଦେଇ ଶୋଇପଡ଼ିଥିଲେ। ଫୋନ୍ଟା ଇଏ କରନ୍ତୁ। ନାହିଁରେ ତେଲ ଦେଇକି ଶୋଇପଡ଼ୁଥିଲେ। ସେମାନେ କୌଣସି କଥା ଉପରେ ଗୁରୁତ୍ୱ ଦେଉନଥିଲେ ନା କରିବାକୁ ଚେଷ୍ଟା କରୁନଥିଲେ। ସେ ଯୋଗୁଁ ବର୍ତ୍ତମାନ ତାଙ୍କ ନିଦ ଭାଙ୍ଗି ଯାଇଛି। ଆଚ୍ଛା, ମାନେ ବିଜେପିରେ ରହିଲା ବେଳକୁ। ହଁ, ଆଚ୍ଛା, ତା ପୂର୍ବରୁ କେଉଁଠି ଥିଲେ, କାହିଁକି କରୁନଥିଲେ, କାହିଁକି ସେତେବେଳେ ଉଠାଉନଥିଲେ? କିଛି ରିଜିନ୍ ରହିଛି ୟା ପରେ? ନିଶ୍ଚିତ ରିଜିନ୍ ଅଛି, ନହେଲେ ଏବେ 12 ବର୍ଷ ହେଲାଣି କାହିଁକି ହେଉନଥିଲା? ସବୁ ଜାଗାରେ ତ ହେଉଛି କାମ। କେତେ ବର୍ଷ ହାରାଇ ହେଇଗଲାଣି ସାର୍? ସେ ଦେଖଉଛି ଯେ 12 ବର୍ଷ, ସେଇମାନେ ଲେଖିଛନ୍ତି ଯେ 12 ବର୍ଷ ହେଲାଣି ମାଟି ଟୋକେଇ ପଡ଼ିପାରୁନି। ମାଟି ଟୋକେଇ ପଡ଼ିନି, କାହିଁକି ପଡ଼ିଲା ନାହିଁ? ତମ ଗାଁରେ ତ ରାସ୍ତା ହେଇପାରୁଛି, ଢଳେଇ ରାସ୍ତା ହେଇପାରୁଛି, ସବୁ ଜାଗାରେ ହେଇପାରୁଛି, ସେଠି କାହିଁକି ହେଲା ନାହିଁ? ତାମାନେ ଚାହୁଁନଥିଲ ତମେ କରିବା ପାଇଁ, ଏବେ ପପୁଲାର ନେବା ପାଇଁ ଏବେ ଇଲେକ୍ସନଟା ଆସୁଛି, ତ ପଞ୍ଚାୟତ ଇଲେକ୍ସନ, ସେଥିଯୋଗୁଁ ଆପଣ ବାହାଦୁର ଦେଖିବା ପାଇଁ ଚେଷ୍ଟା କରୁଛୁ। ଏଇ ମତଟା ପୁରା। ଆଚ୍ଛା ସାର୍, ଆ ଦ୍ୱାରା କିଛି ଆପଣ କ'ଣ ଆଉ କ'ଣ ମତ ଦେବା ପାଇଁ ଚାହୁଁଛନ୍ତି? ମତ ମୋର ଏଇଆ ଦେବାର ଅଛି, ଯଦିଓ ନିଃସ୍ୱାର୍ଥରେ କିଛି କରିବାର ଅଛି, ସ୍ୱାର୍ଥ ନ ନେଇକରି କରିବାର ଥିଲା, କଲନେ କାହିଁକି? ଆଜି କାହିଁ କରୁଛ, ସେତେବେଳେ କାହିଁ କରୁନ? ବର୍ଷା ଦିନେ କ'ଣ ମାଟି ପଡ଼ିପାରିବ? ନାଇଁ, ଅସମ୍ଭବଟା ସମ୍ଭବ କରିବାକୁ ଚାହୁଁଛ କାହିଁକି? ଆଜ୍ଞା, ସେ ଯୋଗୁଁ ଏରା ଖାଲି ଗୁମରା କରିବା କଥା ଲୋକଙ୍କୁ, ପବ୍ଲିକ। ଲୋକମାନେ ସାର୍ କେମିତି ସଚେତନ ଅଛନ୍ତି ସେ ଗାଁର? ସେ ସଚେତନ ଥିବେ ଯଦିଓ ଆଗ ଇଲେକ୍ସନ ତାଙ୍କୁ ଦେଖେଇ ଦେବେ, ସରପଞ୍ଚ ଇଲେକ୍ସନ ବେଳକୁ। ଆଜ୍ଞା, ଯେଉଁ ଆଶା ନେଇକି ସେମାନେ ଆଜି କରୁଛନ୍ତି, ବର୍ଷା କାଦୁଅରେ ମାଟି କେବେ ଦେଇପାରିବେନି ନା ମାଟି ପକେଇ ପାରିବେନି। ସେଥିଯୋଗୁଁ ସମ୍ଭବପର ନୁହଁ। ସେ ଯୋଗୁଁ ଗୋଟେ ଖାଲି ନିଜର ପପୁଲାରିଟି ଦେଖେଇକିରି ମୁଁ ଆମ ପାଇଁ ତମ ପାଇଁ ଲଢ଼ୁଛି, ମୋତେ ଭୋଟ ଦିଆଯାଉ, ମୋର ଇଲେକ୍ସନ ହୋଇଯାଉ, ମୋତେ କେମିତି ମୋର ପପୁଲେସନଟା ବଢ଼ିବା ପାଇଁ। ଆଚ୍ଛା ସାର୍, 12 ବର୍ଷ କ'ଣ ଲୋକମାନେ ସଚେତନ ନଥିଲେ ନା ଟ୍ରାଏ କରୁନାହାନ୍ତି? ଟ୍ରାଏ କରିଥିବେ, ମାନେ ଶୁଣିନଥିବେ। ଆଜି ଯେଉଁମାନେ ନିଦ ଭାଙ୍ଗିଛି। ଆଚ୍ଛା, ଆଚ୍ଛା, ଏଇଭଳିଆ କି ହେଇଛି? ମୁଁ ଯାହା ଅନୁମାନ କରୁଛି। ଏ ଘଟଣାଟା ସାର୍ କୋଉଠି ଘଟିଛି? କୋଉ ଗାଁ? ଏଇଟା ହେଉଛି ଆମର ମାଥାପୁର ଆଳେଇରୁ ବାଇପାସ୍ ଦେଇକି ଗୋଟେ ରୋଡ଼ ଅଛି, ଯେଉଁଟାକି ଅଛି କଲାମାଟି, ଏବଂ ସେ ବାଟ ଦେଇକି ଯେଉଁଟା ଅଛି କୁରୁଜିପୁର ପଞ୍ଚାୟତ ପାଇଁ କନେକ୍ସନ କରୁଛି। ବର୍ଷା ଦିନେ ଭାରି ହଇରାଣ ହେଉଥିବେ ତ? ପଦମପୁର ଦେଇକି ବାଇ ରୋଡ଼ରେ ବର୍ଷା ଦିନେ ସମସ୍ତେ ହଇରାଣ ହେଉଛନ୍ତି। ନିଶ୍ଚିନ୍ତ ହଇରାଣ ହେଉଥିବେ। ହେଇନି ମାନେ ନିଶ୍ଚିନ୍ତ ହଇରାଣ ହେଉଛନ୍ତି। ସେତେବେଳେ ପର୍ଯ୍ୟନ୍ତ ତାଙ୍କ ନିଦ ଭାଙ୍ଗିନଥିଲା, ସେମାନେ ରହୁନଥିଲେ ବୋଧେ, ଗାଁ ଗଣ୍ଡାରେ ରହୁନଥିଲେ ବୋଧେ, ସେ ଏବେ ଆସିଛନ୍ତି ବୋଧେ ଇଲେକ୍ସନ ଟାଇମ୍ରେ ନେତା ବନିବା ପାଇଁ। ଏବେ ପେପରରେ ଗାଡ଼ିକି ଫ୍ଲାସ୍ କରୁଛନ୍ତି। ସାର୍, ଆପଣ ଆଉ କିଛି କହିବାକୁ ଚାହୁଁଛନ୍ତି? ଆପଣ ଆଗରୁ ବାହାରିଛନ୍ତି ମାନେ ଏଇ ବିଷୟରେ ତାଙ୍କ ସହିତ? ମୋତେ ଯେତେବେଳେ ଆସିଲା, ମୋ ଗ୍ରୁପରେ ଆସିଲା, ତ ମୁଁ ସେଇଟାକୁ ଦେଖିଲା ପରେ ମୁଁ ଜାଣିଲି ଏମାନଙ୍କର ମୋଟିଭ ନେଇକରି ଏ ପ୍ରକାର କାମ କରୁଛନ୍ତି। ସାର୍, କାହିଁକି ଏମିତି କାମ କରୁନାହାନ୍ତି? ନିଜ ଗାଁ ମାଟି ପାଇଁ ତ କାମ କରିବେ ନା, କାହିଁକି ଏମିତି କରିଲେ? ସେ ଯଦି ଆପଣ ସବୁ କିଛି ନିଜ ପାଇଁ କରିବାକୁ ପଡ଼ିବ ନା, ପରିଶ୍ରମ କରିବାକୁ ପଡ଼ିବ। ଖାଲି ଇଲେକ୍ସନ ବେଳେ ଆସିକି ପ୍ରଚାର କରିବାର ଅଛି। ଆଜ୍ଞା, ସରିଗଲା ପରେ 5 ବର୍ଷ ପରେ ତାଙ୍କୁ ଆଉ ଦେଖିବାକୁ ମିଳିବନି। ସାର୍, ଆପରେ ଯଦି ଟିକେ ଷ୍ଟାର୍ଟିଂ କରିକି ରହିଯିବେ, ପୁଣି ପଞ୍ଚାୟତ ପରେ ପୁଣି ଭୁଲିଯିବେ? ନିଶ୍ଚିନ୍ତ ଭୁଲିଯିବେ, ନିଶ୍ଚିନ୍ତ ଭୁଲିଯିବେ। କାରଣ ବର୍ତ୍ତମାନ ବର୍ଷା ଦିନରେ ମାଟି କାମ ହେଇପାରିବ ନାହିଁ, ସେ ଜାଣିଛନ୍ତି। ସେଥିଯୋଗୁଁ କିନ୍ତୁ ଲୋକଙ୍କୁ ସାନ୍ତ୍ୱନା ଦେବା ଯେ ଆମେ ଆଗକୁ ଆସୁଛୁ, ତମେ ଆମକୁ କର, ଆମେ ତମକୁ କରିବୁ।